ଆଜି ଏତେ ଜୋରରେ ବର୍ଷା ପବନ ହେବ ବୋଲି ମୁଁ କେବେ ଭାବିନଥିଲି। ହ୍ୟାଲୋ ସାଙ୍ଗମାନେ, ୱେଲକମ୍ ବ୍ୟାକ୍ ଟୁ ମାଇ ନ୍ୟୁ ବ୍ଲଗ୍। ଆଜି ସକାଳୁ ସକାଳୁ ଯୋଉ ଭଳି ଗରମ ହଉଥିଲା ନା ଛାଡ଼, ମୁଁ ରେଡି ହେଇ ଗାଡ଼ି ଧରି ବାହାରି ପଡ଼ିଲି ସାଙ୍ଗ ଘରକୁ ଯିବା ପାଇଁ, କାରଣ ସେ ଆଜି ଭେଜ୍ ବିରିୟାନୀ ବନାଉଛି। ମୁଁ ଗଲାବେଳେ ବାଟରୁ ରିଲାଏନ୍ସ ମାର୍ଟରୁ କେଜିଟେ ଚାଉଳ ନେଇ ପଳେଇ ଆସିଲି ତାଙ୍କ ଘରକୁ। ତାଙ୍କ ଘରେ ପହଞ୍ଚି ଦେଖେ ତ ସାନ ବେବି ଆମର ପେଣ୍ଟିଂ କରୁଛନ୍ତି ଆଉ ସାଙ୍ଗଟା ମୋର ପନିର ଭାଜୁଛି ବିରିୟାନୀ ପାଇଁ। ମୁଁ ବି କାହିଁ ଡେରି କରିବି, ମୁଁ ବି ବସି ପଡ଼ିଲି ପିଆଜ କଟାକଟି କରିବା ପାଇଁ। ପିଆଜ କାଟିବା ଟାଇମରେ ଏପଟେ କଳାହାଣ୍ଡି ଭଳିଆ ମେଘ ବି ଉଠେଇଥିଲା ଆଉ ପବନ ବି ହଉଥିଲା। 5-10 ମିନିଟ୍ ଯାଇଛି ନା ନାଇଁ ବର୍ଷା ଜୋରରେ କୁଟିଦେଲା। ହଁ ମୋ ବର୍ଷା ହଉ, ମୋର କଣ ଗଲା, ମୁଁ ତ ପୁରା ସେଫ୍ଟିରେ ଅଛି। ସେପଟେ ବିରିୟାନୀ କଲା ଟାଇମରେ ମୁଁ ଏପଟେ କଚୁମରଟି ପୁରା ରେଡି କରିଦେଇଥିଲି। ଏତେ ଟାଇମର ଅପେକ୍ଷା ପରେ ବନିଗଲା ଆମ ବିରିୟାନୀ। ବିରିୟାନୀ ଆଉ କଚୁମ୍ବରଟି କେମିତି ଦେଖାଯାଉଛି କମେଣ୍ଟରେ ନିଶ୍ଚୟ ଜଣାଇବେ। ମୁଁ ବି ବେଶୀ ଡେରି ନକରି ବସି ପଡ଼ିଲି ଖାଇବା ପାଇଁ। ବିରିୟାନୀଟା ତ ବହୁତ ଟେଷ୍ଟ ଥିଲା, ହେଲେ ତାଠୁ ଅଧିକ କଚୁମ୍ବରଟା ଥିଲା, କାରଣ ସେଇଟା ମୁଁ ବନେଇଥିଲି। ବିରିୟାନୀ ପେଟେ ଖାଇସାରି ମୁଁ ବାହାରି ପଡ଼ିଲି ଘରକୁ ଯିବା ପାଇଁ। ଘରକୁ ଗଲା ବାଟରେ ମୋର ମନେ ପଡ଼ିଲା ଏଟିଏମରେ ପଇସା ଡିପୋଜିଟ୍ କରିବାର ଅଛି। ଏଟିଏମରେ ପଇସା ଡିପୋଜିଟ୍ କରିସାରିଲା ପରେ ମୁଁ ପଳେଇ ଆସିଲି ଘରକୁ। ତ ସାଙ୍ଗମାନେ ଆଜି ପାଇଁ ଏତିକି, ଦେଖାହବ ନେକ୍ସଟ ବ୍ଲଗରେ।